ମୋ ନାଁ ଗଣେଶ ଚନ୍ଦ୍ର ମିଶ୍ର। ପ୍ରତିଷ୍ଠାର ଯେଉଁ କର୍ମ ଗୁଡ଼ାକ ଆମର ହେବା କଥା, କଳସ ବୁଡ଼େଇବା ଠାରୁ, ଅଙ୍କୁରାର୍ପଣ ଠାରୁ, କଳସ ବୁଡ଼େଇବା ଠାରୁ, ପୁଣି ଗାଁ ପରିକ୍ରମା କରିବା କତୁରୁ ଠାକୁର ବୁଲିବା ଗାଁରେ ଏଇ ସବୁ ଗୁଡ଼ାକ ଚାଲିଛି। ବହୁତ ବହୁତ ଉତ୍ସାହ ଅଛି ଲୋକଙ୍କର, ବହୁତ ଲୋକଙ୍କର ଉତ୍ସାହ ଚାଲିଛି, ଭଲ ରକମ ଚାଲିଛି। ଲୋକଙ୍କର ବହୁତ ଭିଡ଼, ଠାକୁର ସାଙ୍ଗରେ ବୁଲୁଛନ୍ତି, ବହୁତ ଭିଡ଼। ପ୍ରଭୁଙ୍କର ମହିମା ବହୁତ ନ ହେଇଥିଲେ ଇଏ ମନ୍ଦିର ହେବା ଠାରୁ ଆରମ୍ଭ କରିକି ମନ୍ଦିର ହେଇଥାନ୍ତା କେମିତି, ଆଜି ପୂଜା ହେଉଛି କେମିତି, ତାଙ୍କର ଏଇ ଲୋକାରଣ୍ୟ ଦାଣ୍ଡ ଫାଟି ପଡ଼ୁଛି। ଆମେମାନେ ବି କାମ କରିବାକୁ ଆମକୁ ବହୁତ ଅସୁବିଧା ହେଉଛି, ଲୋକ ଏତେ ଭିଡ଼ ହେଉଛନ୍ତି କହିବା କଥା ନୁହଁ। କଳସ ଯେତେବେଳେ ବୁଡ଼ା ହେବାକୁ ଗଲା ନିହାତି 500 ଲୋକରୁ ଉର୍ଦ୍ଧ୍ୱ କଳସ ବୁଡ଼ା ସାଙ୍ଗରେ ଯାଇଥିଲେ। କଳସ ବୁଡ଼ା ହେଇକି ଆସିକି ଥିଲା। ମହାଯଜ୍ଞ କାଲି ଆମର ବଢ଼ିବ, ପୂର୍ଣ୍ଣାହୁତି କାଲି। ନା ବହୁତ ଭକ୍ତି, ଗ୍ରାମବାସୀ ମାନେ ବହୁତ ଆନନ୍ଦିତ ଅଛନ୍ତି। ବ୍ରାହ୍ମଣ ମାନଙ୍କ ପ୍ରତି ବି ଆନନ୍ଦିତ ଅଛି। ବ୍ରାହ୍ମଣ ମାନଙ୍କୁ ସେବା ବି କରୁଛନ୍ତି ଗ୍ରାମବାସୀଗଣ। ଗୋପାଳଙ୍କର ପରମ୍ପରା ପୀଠସ୍ଥାନ ଏଟାକୁ କୁହାଯିବ। ଆଉ ଏଟା ପୀଠସ୍ଥାନ, ଆଉ ଏ 60 ବର୍ଷ ହେଲା ପୂଜା ହେଲେଣି, ଆଉ କିଛି ବିଘ୍ନ ଆମର ହେଇନାହିଁ। ସେ ଆସ୍ତେ ଆସ୍ତେ ଚାଳ ଘରରୁ ଆଜି ମନ୍ଦିର ହେଇଗଲା। ସେ ସବୁ ତାଙ୍କର ଦାୟିତ୍ୱ, ଆମେ କିଛି କରିବା ନାହିଁ, ସବୁ ତାଙ୍କର ଦାୟିତ୍ୱ। ମୋ ନାଁ ଗଙ୍ଗାଧର ନାୟକ, ଦୌଲତପୁର ଦୋଳଗୋବିନ୍ଦ ମନ୍ଦିର। 4 ବର୍ଷ ହେଲା ମନ୍ଦିର ତୈରି ହେଲାଣି। ଆଜି ଆମର ପ୍ରତିଷ୍ଠା ମନ୍ଦିର ହେଲା। ଠାକୁର ଆମର ଆସିଲେ, ମାନେ ନୀଳଗିରିରୁ ପଥର ମୂର୍ତ୍ତି ଆସିଲେ। हॉलमार्क ऑर्नामेंट्स स्वप्नरू सत जाए।